ଗୀତ ସହିତ ତାର 103 ଅଧ୍ୟାୟ 1 ପଦ ଠାରୁ 5 ପଦ ପର୍ଯ୍ୟନ୍ତ ବହୁତ ଜଣାଶୁଣା ଅଂଶ, ଜଣାଶୁଣା ପର୍ବ। ହୁଏତ ପ୍ରାୟ ଲୋକଙ୍କର ମୁଖସ୍ଥ ମଧ୍ୟ ରହିଯାଇଥାଏ। ମାନେ ଗୀତ ସହିତ କିଏ ଯଦି ପାଉଛନ୍ତି ସ୍ପଷ୍ଟ ଭାବରେ 103 ଅଧ୍ୟାୟର 1 ପଦ ଠାରୁ 5 ପଦ ପର୍ଯ୍ୟନ୍ତ ପଢିବେ। ହେ ମୋହର ମନ ସଦାପ୍ରଭୁଙ୍କ ଧନ୍ୟବାଦ କର। ହେ ମୋହର ଅନ୍ତରସ୍ଥ ସମସ୍ତେ ତାହାଙ୍କ ପବିତ୍ର ନାମର ଧନ୍ୟବାଦ କର। ହେ ମୋହର ମନ ସଦାପ୍ରଭୁଙ୍କ ଧନ୍ୟବାଦ କର ଓ ତାହାଙ୍କର ମଙ୍ଗଳ ଦାନ ସବୁ ପାସର ନାହିଁ। ସେ ତୁମ୍ଭର ଅଧର୍ମ ସବୁ କ୍ଷମା କରନ୍ତି, ସେ ତୁମ୍ଭର ରୋଗ ସବୁ ସୁସ୍ଥ କରନ୍ତି, ସେ ବିନାଶରୁ ତୁମ୍ଭ ଜୀବନ ମୁକ୍ତ କରନ୍ତି, ସେ ସ୍ନେହପୂର୍ଣ୍ଣ କରୁଣା ଦୟାରୂପ ମୁକୁଟରେ ତୁମ୍ଭକୁ ଭୂଷିତ କରନ୍ତି, ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି, ତ ଉତ୍କର୍ଷ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯୌବନ ହୁଏ। ଆମେନ୍। ଧନ୍ୟବାଦ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ ଅନୁଗ୍ରହ କରନ୍ତୁ। ଏହା ଏକ ଧନ୍ୟବାଦାର୍ଥକ ଗୀତ। ଆଉ ଦାଉଦଙ୍କର ଗୀତ, ଯେ ଦାଉଦ ପ୍ରଭୁଙ୍କୁ ଧନ୍ୟବାଦ ଦଉଛନ୍ତି, ପ୍ରଭୁଙ୍କର ଗୌରବ କରୁଛନ୍ତି। ଆମମାନେ ଦିନ ପ୍ରତିଦିନ ପ୍ରଭୁଙ୍କ ଠାରୁ ମଙ୍ଗଳ ଦାନ ପାଉଛୁ। ପ୍ରଭୁଙ୍କୁ ଧନ୍ୟବାଦ ଆମମାନେ ନିତାନ୍ତ ଭାବରେ ଆଉ ଧନ୍ୟବାଦ ଦେବା ଆବଶ୍ୟକ ରହିଛି। ତ ଦାଉଦ ଏଇ ସ୍ଥାନରେ 5ଟି ବିଷୟ ପାଇଁ ଧନ୍ୟବାଦ ଦଉଛନ୍ତି। ଆଉ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ 5 ପଦରେ କହିଲେ ପ୍ରଭୁ ଗୋଟିଏ ବିଷୟ ପାଇଁ ଆମମାନଙ୍କୁ ଅନେକ ଆଶୀର୍ବାଦ କରନ୍ତି। ଗୋଟେ ବିଷୟ ଯାହା କିଛି କହୁଛନ୍ତି, ତହୁଁ ଉତ୍କୃଷ୍ଟ ପକ୍ଷୀ ନ୍ୟାୟ ନୂତନ ଯୌବନ ହେବା ନିମନ୍ତେ ପ୍ରଭୁ କଣ କଲେ? ଆପଣ ଯଦି ବାଇବଲକୁ ଦେଖନ୍ତୁ, ନିଜ ନିଜ ବାଇବଲକୁ, ଉତ୍କୃଷ୍ଟ ପକ୍ଷୀ ହେବା ପାଇଁ ପ୍ରଭୁ 5ଟି ବିଷୟକୁ ଆଶୀର୍ବାଦ କରୁଛନ୍ତି ଗୋଟେ ମଣିଷଙ୍କ ଜୀବନରେ। କଣ? ପ୍ରଥମରେ ପାପ କ୍ଷମା, ଦ୍ୱିତୀୟରେ ରୋଗର ସୁସ୍ଥ, ଏବଂ ସେ କଣ କରୁଛନ୍ତି? ବିନାଶରୁ ଜୀବନ ମୁକ୍ତ, ସ୍ନେହପୂର୍ଣ୍ଣ ଦୟାରୂପ ମୁକୁଟରେ ଭୂଷିତ ଏବଂ ଉତ୍ତମ ବସ୍ତୁରେ ପରିତୃପ୍ତ। ଏ 5ଟା ବିଷୟ କରୁଛନ୍ତି ତହୁଁ ଉତ୍କୃଷ୍ଟ ପରି ନୂତନ ଯୌବନ ହେବା ନିମନ୍ତେ। ଆମମାନେ ଯଦି ଚିନ୍ତା କରୁ ଜଗତରେ, ଆମମାନେ ବର୍ତ୍ତମାନ ପରିସ୍ଥିତିରେ ଆମମାନେ କେହି ବିନା ଲକ୍ଷ୍ୟରେ କୌଣସି ପାଠ ଅଧ୍ୟୟନ କରେ ନାହିଁ, ବିନା ଲକ୍ଷ୍ୟରେ କେହି ବ୍ୟବସାୟ କରେ ନାହିଁ, ବିନା ଲକ୍ଷ୍ୟରେ କେହି ଚାକିରି କରେ ନାହିଁ, ବିନା ଲକ୍ଷ୍ୟରେ କେହି କୌଣସି କାର୍ଯ୍ୟ କରେ ନାହିଁ। ତାର ଲକ୍ଷ୍ୟ ଏବଂ ତାଙ୍କର ଉଦ୍ଦେଶ୍ୟ ଏବଂ ତାଙ୍କର ଗୋଟେ ଖାସ୍ ଗୋଟେ ପାର୍ଟିକୁଲାର ପ୍ଲାନରେ ସେ କଣ କରେ? ଆଗକୁ ଦୌଡ଼େ। ଆମମାନେ ଯେତେବେଳେ ଚିନ୍ତା କରୁ, ଯେତେବେଳେ ଆମମାନଙ୍କର ଜୀବନରେ ଯେତେବେଳେ ପିଲାମାନଙ୍କୁ ପାଠ ପଢାଉ, ଯଦି ଆମମାନେ ପିଲାମାନଙ୍କୁ ଗୋଟେ ଡକ୍ଟର ପାଠ ପଢେଇବା ପାଇଁ ଚାହୁଁଛୁ, ଡକ୍ଟର ହେବା ପାଇଁ ଦେଖିବା ପାଇଁ ଚାହୁଁଛୁ କହିଲେ, ଆମମାନେ ଡକ୍ଟରଙ୍କର ପାଠକୁ ଆମେ ପଢଉଛୁ। ଡକ୍ଟର ପାଠ ପଢିଲେ ସେ ଯାଇକି ଗୋଟେ ଡକ୍ଟର ହବ। ଆମମାନଙ୍କର ଲକ୍ଷ୍ୟ, ପିଲା ବର୍ତ୍ତମାନ ଷ୍ଟଡି କରୁଛି କିନ୍ତୁ ତାକୁ ଆମେ ଦେଖୁଛୁ ସେ ଡକ୍ଟର ହବ। ଓକିଲ ପାଠ ପଢିବା ପାଇଁ ଲ ପାଠ ପଢା ଯାଉଛି, ଓକିଲ ହେବା ପାଇଁ, ଆଡଭୋକେଟ ହେବା ପାଇଁ, ଇଞ୍ଜିନିୟର ହେବା ପାଇଁ ବିଭିନ୍ନ ପ୍ରକାର ଇଞ୍ଜିନିୟର ପାଠ ପଢା ଯାଉଛି, ବ୍ୟାଙ୍କରେ କାର୍ଯ୍ୟ କରିବା ପାଇଁ ବ୍ୟାଙ୍କିଂ ପାଠ ପଢା ଯାଉଛି, ବ୍ୟାଙ୍କିଂର ଆଉ କୋର୍ସ ସବୁ କରାଯାଉଛି। ତ ତାର ଗୋଟେ ଲକ୍ଷ୍ୟ ରହୁଛି ଯେ ଯଦି ଜଣେ ଡକ୍ଟର ହବ, ଡକ୍ଟର ପାଠ ପଢିବ, ଜଣେ ଇଞ୍ଜିନିୟର ହବ, ଇଞ୍ଜିନିୟର ପାଠ ପଢିବ, ଜଣେ ଆଇଏଏସ୍ ଅଫିସର ହବ, ସେ ଆଇଏଏସ୍ ର ପାଠ ସବୁ ପଢିବ, ଯାହା ଆଇଏଏସ୍ ଅଫିସର ପାଇଁ ତାକୁ ଦରକାର। ଆଉ ଜଣେ ଯଦି ବ୍ୟାଙ୍କରେ କାର୍ଯ୍ୟ କରିବ, ତାର ବ୍ୟାଙ୍କର ପାଠ, ବ୍ୟାଙ୍କିଂ ପାଠ ପଢିବାକୁ ହବ। ଆଉ ଜଣେ ଯଦି ଆଉ କୌଣସି ବିଷୟ ହେବା ପାଇଁ ହେଲେ ତାକୁ ସେଇ ଅନୁସାରେ ପାଠ ପଢିକି ତାକୁ ଗୋଟେ ଓକିଲ ହବାର ଅଛି, ବ୍ୟାଙ୍କରେ କାର୍ଯ୍ୟ କରିବାର ଅଛି, ଇଞ୍ଜିନିୟର ହବାର ଅଛି, ସେ ଗୋଟେ ସ୍ପେଶାଲିଷ୍ଟ ହେଇକି ସେ ବାହାରି ପଡେ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ଜୀବନରେ ଏହି ସମସ୍ତ ଆଶୀର୍ବାଦ, ମଙ୍ଗଳ ଦାନ ଏବଂ କରୁଣା ଯାହା ଦଉଛନ୍ତି, ତାହା ଆମମାନଙ୍କ ଜୀବନ ପାଇଁ ଗୋଟିଏ ଲକ୍ଷ୍ୟ ପ୍ରଭୁଙ୍କର, ତହୁଁ ଉତ୍କୃଷ୍ଟ ପକ୍ଷୀ ନ୍ୟାୟ ହେବା ପାଇଁ ପ୍ରଭୁ ଆମମାନଙ୍କୁ କଣ କରୁଛନ୍ତି? କ୍ଷମା କଲେ, ରୋଗକୁ ସୁସ୍ଥ କଲେ, ବିନାଶରୁ ଜୀବନ ମୁକ୍ତ କଲେ, ତାଙ୍କର ସ୍ନେହପୂର୍ଣ୍ଣ ରୂପ, ଦୟା ରୂପ ମୁକୁଟରେ ଭୂଷିତ କଲେ, ଉତ୍ତମ ବସ୍ତୁରେ ଆମମାନଙ୍କର ମୁଖକୁ ତୃପ୍ତ କଲେ, ଗୋଟିଏ ବିଷୟ ପାଇଁ, ତହୁଁ ଉତ୍କୃଷ୍ଟ ପକ୍ଷୀ ହେବା ପାଇଁ। ବାଇବଲରେ ଅନେକ ପକ୍ଷୀଙ୍କ ବିଷୟରେ ଲେଖାଯାଏ। ବାଇବଲରେ ଅନେକ ପକ୍ଷୀଙ୍କ ବିଷୟରେ ଲେଖା ହେଇଛି।
काउ विषय लिखा जाए, डामरा काउ विषय लिखाई, काप्ता विषय लिखाई। जदि आमने पढ़ा विभिन्न भाव आउ चढ़ई सबको आकाशर पक्षी मानू विभिन्न भाव बाइबल रे व्याख्या करा जायछि एवं बाइबल रे स्थान से माने पाइछन्ति। विभिन्न प्रकार जीवजंतु मानक भितरु आउ पक्षी माने मध्य गोटे अन्य प्रकार आउ से माने मध्य बाइबल रे से माने स्थान पाइछन्ति। तो एई उत्कृष्ट पक्षी परी काहेकि प्रभु कहिले, काहेकि अन्य पक्षी को से तुलना करि नाहंती। एते सब विषय देकी प्रभु कहउछन्ति उत्कृष्ट पक्षी परी हबो, काउ परे हबो बोली कहि नाहंती, दामरा काउ परे हबो बोली कहि नाहंती, किबा आउ आउ कौन सी चाप्ता परी हबो बोली कहि नाहंती, आ सुआ परी हबो बोली कहि नाहंती, आ कौन सी मयूर परी हबो बोली कहि नाहंती। खास करिकी उत्कृष्ट पक्षी परी हेबा निमंते प्रभु चाहुछन्ति आमानकर जीवन रे, आमानकर परिवार रे, गोटे ख्रीष्टीय व्यक्ति जीवन रे। तो प्रभु एई जो समस्त आशीर्वाद करूछन्ति गोटे उत्कृष्ट पक्षी परी। तो उत्कृष्ट पक्षीर खास विषय कौन, काहेकि प्रभु उत्कृष्ट पक्षी को बाछिले गोटे जीवन, गोटे ख्रीष्टीय जीवन सीमित हेबा निमंते। आमे समस्ते खोलिबा अल्प समय स्टडी करिबा पई, आउ अल्प समय आमने देखिबा एवं पढ़ी कि आमने आउ जानी देबा। आयुब पुस्तक को मो सहित खोलिकी आउ 39 अध्याय, आयुब पुस्तक तार 39 अध्याय 28 पद के जदि पाउछन्ति पढ़। 39 अध्याय 27 एवं 27 एवं 28 पढ़। उत्कृष्ट पक्षी तुम्भ आज्ञारे कि ऊपर को उठे और ऊर्ध्वरे अपना बसा करे, से स्थଳରେ बास करे, ସେଠାରେ ତାହାର ବସା, ସେ ଶୈଳାଗ୍ରରେ ଓ ଦୁର୍ଗମ ସ୍ଥାନରେ ଥାଏ। ଆମେନ୍। धन्यवाद। उत्कृष्ट पक्षीर गोटे गुण होउछि से शैଳରେ बास करे। 28 पदर लिखाई से शैलाग्ରରେ बास करे। सेति पय प्रभु बाछुछन्ति से शैल ऊपर से बास करे। शैल एक सुंदर जिंस, शैल एक माने स्ट्रॉन्ग जिंस, शैल बहुत ओजन जिंस, शैल केबे घुंचे नाही, शैल केबे इतस्थित हुए नाही। वर्ष वर्ष शैल कौन करे गोटे जगह रखिदेव, वर्ष वर्ष पड़िकी रहिबो। पवन आसु, झड़ आसु, बतास आसु, से केबे हलचल हब नाही। गछलता भांगी जीव, माटी पवन समस्त विषय रे माटी विभिन्न प्रकार जिनस सब उड़े देव, पत्थर को हलचल करि परिबो ना। केते बड़ बात्या आपण देखंतु, केते बड़ बात्या देखंतु, सबु प्रकार जिनस भांगी जीव, सबु प्रकार विषय उड़ी जीव, लुहार विषय सब भांगी जीव, मोड़ी हेई जीव, किंतु पत्थर आपण जोठी रखंतु से केबे कुआडे घुंचिबो ना। एक स्ट्रॉन्ग जिनसर से बास करे, एक शैलर से बास करे। गोटे ख्रीष्टीय जीवन से सबु बेले ख्रीष्टंक सहित रहिबार जीवन। बाइबल रे जीसु ख्रीष्ट को शैल सहित तुलना करा जायछि। प्रभु जीसु ख्रीष्ट कोणर प्रधान प्रस्तर अटंती। जो प्रस्तर को कि तुम अग्राह्य कल ताहा कोणर प्रधान प्रस्तर हैला। बाइबल लिखा जाए जेतेबेले इस्राएल लोक माने जेतेबेले मिस्र देशरु जेतेबेले उद्धार पाइकी आसुचंती, सेमानको पई जल आवश्यक पड़िला। जेतेबेले जल पाई से माने मूसाଙ୍କ निकटरे आहाकार करूछंती, कहउछंती हमनको जल दियो। मूसाଙ୍କୁ प्रभु कहले से पत्थर रे तुमे कोन करो, तुमर जष्टि को बढ़ाओ। तो पत्थर रु जल निर्गत हैला। तो पाउल सेई घटना को प्रथम करंतियो तार 10 अध्याय 4 पद जेतेबेले पढ़िले पढ़िबे जानिबे। आउ सेही शैल होउछंती जेतेबेले इस्राएल लोक माने जो शैल रु पालन करूथिले, से शैल होउछंती ख्रीष्ट। से शैल होउछंती ख्रीष्ट अटंती। प्रथम पितर 2:4 लिखा जाए यीशु को जीवंत प्रस्तर सहित तुलना करा जाए। तेणु करिक दाऊद 40 अध्याय 2 पदरे दाऊद कहउछंती, प्रभु मु तुमको धन्यवाद दउछि, कारण तुमे मते दोहला कादोर उठेई कि आनिलो एवं शैल ऊपर मोहर चरण को तुमे रखिलो। शैल उपरे मोहर चरण को रखिलो, दोहला कादोर उठेई कि आनिलो, मते क्षमा देलो, आशीर्वाद कलो, करुणा, मंगल, दया, आशीर्वाद सबु विषय करी शैल ऊपर मते रखिछ।
दोहला कादुओ एवं कादुओ दुई प्रकार अटंती। कादुओ केते कादुओ पशिकी बाहरी पारिबे, दोहला कादुओ आपण पशिकी बाहरी पारिबे नाही। आपण जेतिकी माने से कादुरे रहबे सेतिकी आपणकू से कोन करबो भीतर को टाणी की नै जिवो, ताकू दोहला कादुओ बोली कुआ जाय। कोनसी साइड रु लोक माने कोनसी भाबरे उद्धार पाई पारिबे नै साइड जिंस धरी। तो जणे जदि जहला कादुरे जणे पसी जाईची ताकू उद्धार करबा पाई साइड रु विभिन्न साइड रु ताकू कोन कले के तो दौड़ी पकोची, के तो बाउंस पकोची, के तो आउ कोन चेष्टा करूची से बाहरी पारिला नाही। तो कौन करा गला गोटे ऊपर माध्यम गोटे हेलिकॉप्टर माध्यम आसिले ताकू कौन कले एई प्रकार जेते बेले से व्यक्ति पेन को देखंतु जेते बेले दोहला कादुरे पड़ची साइड रु लोक माने उद्धार कले हैला नै, गोटे हेलिकॉप्टर आसिला एवं तांकू कौन कले एमती करके उठेई के आनले टेक अप करके नै गेलो ऊपर। प्रभु जीशु ख्रीष्ट आमन को आसिले एवं आमन को कौन कले ऊर्ध्वरु आसिले आमन को टेक अप कले, आमन को कादोर उठेले एवं आमन को चरण को शैल ऊपर रखिदेले, तांको पाखे रखिदेले, जो द्वारा गोटे ख्रीष्टीय जीवन आउ से दोहला कादो को जीवार जीवन नुह, से पापरे पूर्ण होबा जीवन नुह, से पापरे माटी की रहबार जीवन नुह, ता जीवन शैल ऊपर वास करबा जीवन। बाइबल लिखा जाए घुसुरी को जेते करबो से पुनर्बार सेई कादो को ही जीव, किंतु उत्कृष्ट पक्षी रो गोटे गुण से शैल रे ही वास करिवो। उत्कृष्ट पक्षी से कौन अटंती शैल रे से वास करे, सेति दाऊद 18 गीतर 2 पदर लिखा जाए प्रभु शैल अटंती आ तांको पाखरे आमाने शरण नेबार स्थान अटे। प्रभु शैल एवं तांको पाखरे शरण नेबार स्थान अटंती से। तेणु आमाने चिंता करू जे आमाने की प्रकार अटू। गीत सहितार लिखाई जे आमे आमମାନଙ୍କର विश्वासर शैलଙ୍କ ठारे आमे की प्रकार अछु। माथ्यू पुस्तक रे यीशु दुईटी उदाहरण देले, जणे बाली उपरे आ जणे पत्थर उपरे गृह निर्माण कले। आमे समस्त जानू जणे पत्थर उपरे गृह निर्माण कला आउ ताहार घर केबे हलिला नाही। जणे जदि ख्रीष्टंकर फाउंडेशन रे जते बेले तार गृह को निर्माण करिवो, तार आत्मिक गृह को निर्माण करिवो, से केबे चंचल हबो नाही। केबे झड़ बतास तूफान आसिले मध्य से घर को हल्लै पारिबो नाही, दोहलै पारिबो नाही एवं ताकू भांगी पारिबो नाही। तो आम स्थान एवं आमर बसा आज केउठारे जेतेबेले प्रभु आमनकु अनेक एई समस्त आशीर्वाद देकी जेतेबेले कादोर उठेकी आनिले आमनकर स्थान शैल ऊपर हेबा कथा बा ख्रीष्टंकर सहभागिता हेबा कथा। तो मोर स्थान आज केउठारे, मु केउठारे आज वास करूछि। अबाधम जेतेबेले पाप करिले जेतेबेले प्रभु जेतेबेले जाउछंती ईश्वर जेतेबेले गमनागमन करूछंती सेमानक भीतर एवं जाउछंती एदन उद्यान को देखुछंती तांको पाखरे हबादम नहान कहले तुमे माने केउठारे से माने को गोटिए कथा कहउछंती प्रभु आम्माने आपनार उलंगता को लुचेइछु एवं आम्माने कोन करिछु गछ उहाड़ रे लुचिकी अछु। आपण को पाख को आसी पारिबुनी कारण आमे आपण को विरुद्ध रे पाप करिछु, आपणकर आज्ञा को लंघन करिछु, पुनर्बार आमे दोहला कादो को पळेई जाइछु। मोर प्रिय प्रभु को लोक माने प्रभु आमान को तांको स्थान रे रखिछु, तांको पाखरे रुहंतु, तांको सहित कथा हुअंतु, तांको सहित आनंद रे सहभागिता जीवन काटंतु। अनेक समय रे अनेक लोक प्रभु को सम्मुख रु चली गले, जुनस चली गले, इस्करियोत यहूदा चली गले, रुटी खंडक धरिकी इस्करियोत यहूदा चली गले प्रभु को सम्मुख विराट बड़ बड़ समस्या से मानक पाए आसिला। आज मु केउ मानकर सहित मोर सहभागिता अछि, मु केउ स्थान रे आज अछि प्रभु मिस्र देशरु इस्राएल लोक मानकु बाहर करके नेकी पळे आसे ना मोर लोक माने मिस्र रे रहिबे नै, किनान देश रे रहिबे जो किनान की ईश्वरंकर मननीतर स्थान अटे। मोर प्रभुंकर लोक माने आमाने केउ भित्तिमूल उपरे स्थापित मु कहा सहित केउ भित्तिमूल रे मु आज गढ़ी की उठुछि शैलंक सहित परित्राणर शैलंक सहित मोर सहभागिता अछि। तो गीतर लिखा जाए जे आहे आस ईश्वरंक स्तुति करिबा
ସେ ଯେ ଆମ ପରିତ୍ରାଣ ଶୈଳ ସ୍ୱରୂପ। ପ୍ରଭୁ ଆମମାନଙ୍କର ପରିତ୍ରାଣର ଶୈଳ ସ୍ୱରୂପ। ତାଙ୍କ ଛାଡ଼ି ଆମେ କାହା ପାଖକୁ ଯିବା? ସେଥିପାଇଁ ଶିଷ୍ୟମାନେ କହୁଥିଲେ, ପ୍ରଭୁ ଆପଣଙ୍କ ପାଖରେ ତ ଅନନ୍ତ ଜୀବନ ଅଛି, ଆଉ କାହା ପାଖକୁ ପ୍ରଭୁ ମାନେ ଯିବୁ? ଯୋଉମାନେ ପ୍ରଭୁଙ୍କ ଠାରୁ ଦୂରକୁ ଚାଲିଗଲେ ସେମାନଙ୍କ ପାଇଁ ସମସ୍ୟା ଆସିଲା। ତ ମୁଁ ଯୋଉ ସ୍ଥାନରେ ଆଜି ଠିଆ ହେଇଛି, ପ୍ରଭୁ ମତେ ଯୋଉ ସ୍ଥାନରେ ଠିଆ କରିଛନ୍ତି, ସେ ସ୍ଥାନ ଶୈଳ ଅଟେ। ମୁଁ ସେ ଶୈଳରେ ବାସ କରୁଛି। ତ ପ୍ରଭୁ ରଖିଛନ୍ତି ଉତ୍କୃଷ୍ଟ ପକ୍ଷୀ ଶୈଳରେ ରହିବ। ମୋ ପିଲାମାନେ ଶୈଳ ଉପରେ ରହିବେ, ମୋ ପାଖରେ ରହିବେ। ତ ଚିନ୍ତା କରୁ ଦୈନନ୍ଦିନ ଜୀବନରେ ମୁଁ କୋଉ ପ୍ରକାର ଭାବରେ ଆଉ ମୁଁ ଜୀବନ କାଟୁଛି। ଦ୍ୱିତୀୟ ସେଠି ଲେଖା ହେଇଛି 29 ପଦ, ଆୟୋବ ପୁସ୍ତକ ତାର 39-29 ପଦ ଦେଖନ୍ତୁ। ସେଠାରୁ ସେ ଶିକାରକୁ କଣ କରେ? ନିରୀକ୍ଷଣ କରେ। ଏଟା ଗୋଟେ ବାଇବଲ ଷ୍ଟଡି ମାଧ୍ୟମରେ ଆପଣ ମାନେ ଦେଖନ୍ତୁ ଯେ ଉତ୍କୃଷ୍ଟ ପକ୍ଷୀ ଶୈଳରେ ବାସ କରେ ଏବଂ ଶିକାରକୁ ସେ କଣ କରେ? ନିରୀକ୍ଷଣ କରେ। ଗୋଟେ ଖ୍ରୀଷ୍ଟ ବିଶ୍ୱାସୀ ସେ ସବୁବେଳେ କଣ କରେ? ସେ ତାର ଶିକାର କୋଉଠି, ତାର ଖାଦ୍ୟ କେଉଁଠାରେ? ଗୋଟେ ଆତ୍ମିକ ବ୍ୟକ୍ତି ଆତ୍ମିକ ଖାଦ୍ୟ ପାଇବା ପାଇଁ ସବୁବେଳେ ଲାଳାୟିତ ହବ। ସେ କୋଉଠି ରହିପାରିବ ନାହିଁ ଯୋଉଠି ପ୍ରଭୁଙ୍କର ସହଭାଗିତା, ଯୋଉଠି ପ୍ରଭୁଙ୍କର ଉପାସନା ହଉଛି, ଅଫଲାଇନ ମାଧ୍ୟମରେ ହେଉ ଅନଲାଇନ ମାଧ୍ୟମରେ ହେଉ, ସେ କେବେ ରହିପାରିବେନି। ସବୁବେଳେ ସେ ସଜାଗ ହେଇକି ରୁହନ୍ତି, କେତେବେଳେ କାହା ଦ୍ୱାରା ପ୍ରଭୁକୁ ମତେ କଥା କହିବେ। ଏଇଟା ହଉଛି ନିରୀକ୍ଷଣ କରିବା। କେଉଁ ସ୍ଥାନରେ ଉପାସନା, କେତେବେଳେ ଉପାସନା ଆରମ୍ଭ ହବ, ସଜାଗ ହେଇକି ରହ, ନିରୀକ୍ଷଣ କରିକି ରହିବା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୋ ଜୀବନରେ ମୁଁ କୋଉ ବିଷୟକୁ ନିରୀକ୍ଷଣ କରୁଛି? ମୋର ବାଇବଲରେ ଲେଖା ହେଇଛି ଯିଶାୟ ପୁସ୍ତକ ଯଦି ଆପଣ ପଢିବେ 55-6 ପ୍ରଭୁଙ୍କୁ ପାଇବା ପର୍ଯ୍ୟନ୍ତ ତାଙ୍କୁ ଖୋଜିବା ଦରକାର, ନିରୀକ୍ଷଣ କରିବା ଦରକାର। କୋଉ ବିଷୟକୁ ଆଜି ନିରୀକ୍ଷଣ କରୁଛି? ମୋର ଆଖି କେଉଁ ସ୍ଥାନରେ? ମୋର ଆଖି ଆଜି ମୁଁ ଆଜି କେଉଁ ସ୍ଥାନକୁ କୋଉ ବିଷୟକୁ ନିରୀକ୍ଷଣ କରୁଛି? ସେ ଶିକାରକୁ କଣ କରେ? ସେ ଶିକାରକୁ ନିରୀକ୍ଷଣ କରେ। ମୁଁ ଆଜି ପ୍ରଭୁଙ୍କର ବାକ୍ୟକୁ କି ପ୍ରକାର ଭାବରେ ନିରୀକ୍ଷଣ କରୁଛି, ଦେଖୁଛି, ଅଧ୍ୟୟନ କରୁଛି, ପାଠ କରୁଛି। କାରଣ ଗୋଟେ ଆତ୍ମିକ ବ୍ୟକ୍ତିର ଖାଦ୍ୟ ହଉଛି ବାଇବଲ। ବାଇବଲ ନ ପଢିଲେ ସେ ରହିପାରିବ ନାହିଁ। ବାଇବଲକୁ ସେ ନ ଖାଇଲେ, ଈଶ୍ୱରଙ୍କର ବାକ୍ୟକୁ ନ ପରିତୃପ୍ତ ପର୍ଯ୍ୟନ୍ତ ନ ଖାଇଲେ ସେ ରହିପାରିବ ନାହିଁ। ତ ଆଜି ମୁଁ କୋଉ ବିଷୟକୁ ନିରୀକ୍ଷଣ କରୁଛି? ଅନେକ ଆଜିର ଦୁନିଆରେ ଅନେକ ନିରୀକ୍ଷଣ କରିବା ଜିନିଷ ସବୁ ଆମମାନଙ୍କ ପାଖରେ ମିଳିଯାଇଛି। ଘଣ୍ଟା ଘଣ୍ଟା ଧରି ଲୋକମାନେ ଛୋଟ ବିଷୟକୁ କଣ କରନ୍ତି? ଦେଖିକି ରହୁଛନ୍ତି ଘଣ୍ଟା ଘଣ୍ଟା। କିନ୍ତୁ ଈଶ୍ୱରଙ୍କର ବାକ୍ୟକୁ ଅଧ୍ୟୟନ କରିବା ପାଇଁ ସମୟ ନାହିଁ ଲୋକଙ୍କ ପାଖରେ। ତାଙ୍କର ବାକ୍ୟକୁ ନିରୀକ୍ଷଣ କରିବା, ତାଙ୍କର ରାଜ୍ୟ ଧାର୍ମିକତାକୁ ଆମେ ନିରୀକ୍ଷଣ କରିବା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଇସ୍ରାଏଲ ଲୋକମାନଙ୍କୁ ଯାତ୍ରା ପୁସ୍ତକ, ଗଣନା ପୁସ୍ତକ ଯେତେବେଳେ ପଢିବେ, ଯେତେବେଳେ ଇସ୍ରାଏଲ ଲୋକମାନଙ୍କୁ ଯେତେବେଳେ ମାନ୍ନା ପଡୁଥିଲା, ସେମାନଙ୍କର ତମ୍ବୁର ବାହାରେ ଯେତେବେଳେ ସଦାପ୍ରଭୁ ପରମେଶ୍ୱର ମାନ୍ନା ପକଉଥିଲେ, ସକାଳୁ ସେମାନେ ନିଜ ନିଜର ଝୁଡି ନେଇକି, ନିଜର ନିଜର ଗାଙ୍ଗୁଲା ନେଇକି, ନିଜର ନିଜର ଜାଗା ନେଇକି ସେମାନେ କଣ କରୁଥିଲେ? ନିରୀକ୍ଷଣ କରୁଥିଲେ। ନିରୀକ୍ଷଣ କରିକି ଗୋଟଉଥିଲେ ତାଙ୍କର ଖାଦ୍ୟ ମାନ୍ନାକୁ। ସକାଳୁ ଆଜି ଆମେ କି ପ୍ରକାର ଭାବରେ ଈଶ୍ୱରଙ୍କର ବାକ୍ୟକୁ ଗୋଟଉଛୁ, କି ପ୍ରକାର ଭାବରେ ନିରୀକ୍ଷଣ କରୁଛୁ? ଯାଉଥିଲେ ତାଙ୍କର ବାରି, ତାଙ୍କ ଦାଣ୍ଡ, ତାଙ୍କର ଚତୁଃପାର୍ଶ୍ୱରେ ମାନ୍ନା ପଡୁଥିଲା, ସେମାନେ ନିରୀକ୍ଷଣ କରୁଥିଲେ ଏବଂ ସେଟାକୁ କଲେକ୍ଟ କରିକି ଆଣୁଥିଲେ। ନହେଲେ ସେମାନଙ୍କର ପେଟ ଭର୍ତ୍ତି ହବ ନାହିଁ। ପରାକ୍ରମୀ ମାନଙ୍କର ଆହାର ଅଟେ ବୋଲିକି ବାଇବଲରେ ମାନ୍ନାକୁ କୁହାଯାଏ। ତାକୁ ସେମାନେ ଆଣୁଥିଲେ, କିଏ ତ ଭାଜୁଥିଲେ, କିଏ ତ ପାକ କରୁଥିଲେ, ଆଉ କିଏ ତ କି ପ୍ରକାର ଭାବରେ ଖାଉଥିଲେ। ତାହା ବୃଦ୍ଧ ଠାରୁ ବାଳକ, ତାହା ଛୋଟ ପିଲା ଠାରୁ ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତର ନିୟମିତ ଖାଦ୍ୟ ଥିଲା, ସମସ୍ତଙ୍କର ଉପଯୋଗୀର ଖାଦ୍ୟ ଥିଲା। ବାଇବଲରେ ସେଟା ଗୋଟେ ବିରାଟ ବଡ ଆଶ୍ଚର୍ଯ୍ୟର ବିଷୟ। ମାନ୍ନା ମାନେ ଗୋଟେ ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ପର୍ଯ୍ୟନ୍ତ ସେଇ ଖାଦ୍ୟ ହିଁ ସେମାନେ ଖାଉଥିଲେ। କାହାକୁ ରେଷ୍ଟ୍ରିକେସନ ନାହିଁ, କାହାକୁ ସାଇଡ ଇଫେକ୍ଟ ନାହିଁ, କାହାକୁ କୌଣସି ପ୍ରକାରର ଅସୁବିଧା ନାହିଁ। ସେଇ ଗୋଟିଏ ମାନ୍ନା ଖାଇକି ସେମାନେ 40 ବର୍ଷ ମାନ୍ନା ଏବଂ ଭାଟୁଇ ପକ୍ଷୀ। ଚିନ୍ତା କରନ୍ତୁ, ମାନ୍ନା ଈଶ୍ୱରଙ୍କର ବାକ୍ୟ ଅଟେ।
जे पर्यंत आम ईश्वर वाक्य को निरीक्षण करना खाईना से पर्यंत आम बलिष्ठ हो पार ना। से प्रभु कहते से निरीक्षण करे। जाकुब आयुब पुस्तक गोटे 9 अध्याय 26 पद टिके पढ़तु, बढ़िया जिनस लिखाई से आयुब पुस्तक 9 अध्याय 26 पद। अच्छा। ताहा सबु बेगगामी जहाज परी और शिकार उपरे झांप मारिबा उत्कृष्ट पक्षी परी चली जाए। आमेन। ऊपर झांप मारे माने से छाड़ेनी। ईश्वरंकर वाक्य जो स्थान थी से अटकी जीव। शिकार को से झांप मारे उत्कृष्ट पक्षी से केबे छाड़े नहीं तार शिकार को। गोटे ख्रीष्ट विश्वासी प्रार्थना जीवन, वाक्य अध्ययन जीवन, वाक्य शुणिबार जीवन, वाक्य पालन करिबार जीवन, प्रभुंकर लोक माने वयस्क लोक माने जो वाक्य कहउछंती शुणिबा कलेक्ट करिबा, ताकू निरीक्षण करिबा, ताकू देखिबा, ताकू ग्रहण करिबा ता जीवन रे एक उपयुक्त अटे। तो मु आज को विषय को झांप मारुछि, को विषय को मु आज निरीक्षण करुछि। उत्कृष्ट पक्षी परी हेबा पई प्रभु कहिसंती से शिकार निरीक्षण करे। ख्रीष्ट विश्वासी शिकार को निरीक्षण करबा दरकार। तार खाद्य ईश्वरंकर वाक्य शुणिबा द्वारा करबा द्वारा ता जीवन रे आशीर्वाद आसे। तो मु आज केउ विषय को निरीक्षण करुछि, केउ विषय को झांप मारुछि, सेई 39 आयुब 39 अध्याय 27 पद को पढ़ुछि मु। देखंतु, उत्कृष्ट पक्षी तुम्भ आज्ञारे कि ऊपर को उठे नाय। से कौन करे? ऊपर को उठे। तृतीय विषय, प्रथम विषय देखिलु से शैलरे वास करे, से शिकार को निरीक्षण करे एवं से कौन करे? ऊपर को उठे। ख्रीष्ट विश्वासी जीवन ऊपर को उठिबा जीवन अटे, केबे न्यूनगामी नुह। बाइबल लिखा जाए जो माने सदा प्रभु को ऊपर निर्भर करती प्रभु से मानन को मस्तक करिवे, लांगुड़ करिवे ना। ख्रीष्ट विश्वासी जीवन वृद्धि साधनर जीवन अटे, बढ़िबार जीवन अटे, ऊपर को उठिबार जीवन अटे। जेतेबेले जोक्ष को जीशु देखा गले नाय, जोक्ष को दौड़ी गले एवं ऊपर को उठी गले कोठी? डिमरी गछ ऊपर। ख्रीष्ट विश्वासी जेतिकी दौड़िबो आगको सेतिकी तार आत्मिक स्तरटा बड़ी बड़ी की चलिबो। आत्मिक स्तरटा बड़ी बड़ी चलिबो। जे कि जनगहली रे हजी जाए, जे कि जागतिक मना हो जाए, से केबे ऊपर को उठी पारे नाय। जोक्ष ऊपर को उठिले जीशु तांको कहले आज मु तुम घरे रहिबी। जे ऊपर को उठे से प्रभुंकर सहभागिता को आसी पारे। तेणु बाइबल रे 40 अध्याय 31 लिखाई, जो माने सदा प्रभुंकर अपेक्षा करती से माने नुआ नुआ बल पाइबे एवं उत्कृष्ट पक्षी परी ऊपर को उठिबे। एक उत्कृष्ट पक्षी ऊपर को उठे। गोटे ख्रीष्टीय जीवन ऊपर को उठिबा दरकार। से 91 गीतर 14 पदरे प्रभु जीशु प्रतिज्ञा करके कहले, जो माने आंभ ऊपर स्नेह रखती आंभे से मानू कौन करबा? उच्च रे रखिबा। प्रभु नीच करिवे ना आम को। सेति पई प्रभु गोटे उत्कृष्ट पक्षी परि हेबा पई आम मान को कहिसंती एवं बनेइसंती। समस्त आशीर्वाद देई क्षमा, शांति, आनंद, प्रेम, सुस्थता सब विषय देइसंती। उत्कृष्ट पक्षी परि ऊपर को उठिबा, न्यूनगामी नुह ऊर्ध्वगामी हेबा पई। सेति पई कलसिय 3:1 रे लिखाइछि, कलसिय 3:1-2 रे लिखाइछि जे पार्थिव विषय आसक्त न होई ऊर्ध्वस्त विषय आसक्त हुओ। ऊर्ध्वरे आमानकर ना अछि, ऊर्ध्वरे आमानकर पुरस्कार अछि, ऊर्ध्वरे आमानकर धन अछि, ऊर्ध्वरे आमानकर घर अछि, ऊर्ध्वरे आमानकर पिता अछंती। सेति में आमे ऊर्ध्व विषय आसक्त हेबा एवं ऊपर को उठिबा दरकार। तेणु मोर प्रिय प्रभुंक लोक माने जोसेफ गर्त मध्य जोसेफ को पकई देले, किंतु प्रभु ताको उठेले, ऊर्ध्व को उठेले। गर्त मध्यरु सिंहासन मध्य को, दाऊद मेषशालारु सिंहासन ऊपर को, दानिएल सिंह गर्तरु उच्च पद को। अनेक लोक सैद्रक, मैसरक, अबेदनक अग्निकुंडरु उच्च स्तर को समान उठेले। प्रभु आमान को उठेबा पाई चाहती क्यों माने? क्यों मानू? जो माने कि प्रभु सहित
ରୁହନ୍ତି, ଶୈଳ ଉପରେ ବାସ କରନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆଜି ଆତ୍ମିକ ଜୀବନରେ କି ପ୍ରକାର ଭାବରେ ঊର୍ଦ୍ଧ୍ୱକୁ ଉଠିଛି, ମୁଁ ଉପରକୁ ଉଠିଛି ତ, ମୋର ଜୀବନ ଊର୍ଦ୍ଧ୍ୱକୁ ଉଠୁଛି ତ, ମୋର ଆତ୍ମିକ ସ୍ତର ଶାରୀରିକ ଦୁସରା କଥା, କିନ୍ତୁ ଆତ୍ମିକ ସ୍ତରରେ ମୁଁ ଉପରକୁ ଉଠୁଛି କି? କାରଣ ବାଇବଲରେ ଲେଖାଯାଏ, ଯେତେବେଳେ ଏବ୍ରି ପୁସ୍ତକ ଯେତେବେଳେ ଆପଣ ପଢିବେ 11 ଅଧ୍ୟାୟରେ ବିଶ୍ୱାସର ମାନେ ବଡ଼ ବଡ଼ ପ୍ରଭୁଙ୍କର ଦାସ ଦାସୀ ମାନଙ୍କ ବିଷୟରେ ଲେଖାଯାଏ। ତ ସେଠି ଜଣକ ବିଷୟରେ ଲେଖା ହେଇଛି, ଏବ୍ରି 11:31 ପଦରେ ରାହାବଙ୍କ ବିଷୟରେ ଲେଖାଯାଏ। ରାହାବକୁ ଆପଣ ଝିହସିଅ ପୁସ୍ତକରେ ପାଇବେ। ଆଉ ରାହାବ ଜଣେ ବେଶ୍ୟା ଥିଲେ। ସେ ନଗରରେ ଜିରିହ ନଗରରେ ସେ କ'ଣ କରୁଥିଲେ? ବେଶ୍ୟାବୃତ୍ତି କରୁଥିଲେ। କିନ୍ତୁ ସେ ଦେଖିଲେ ଝିହସିଅ ଯେଉଁ ଲୋକମାନଙ୍କୁ ପଠେଇଛନ୍ତି ସେ ନଗରକୁ, ଆଉ ଭ୍ରମଣ କରିକି ସେ ନଗରକୁ ସେମାନେ ଭିଜିଟ୍ କରିବା ପାଇଁ ଯାଇଛନ୍ତି। ଆଉ କହିଲେ, ରାହାବଙ୍କ ସହିତ ଦେଖାଇକି ସେମାନେ କହୁଛନ୍ତି, ଏ ନଗର ସଦାପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ଦିନ ଆସିବ ଆମେ ନଗରକୁ ପ୍ରଭୁଙ୍କ ନାମରେ ଅକ୍ତିଆର କରିବୁ। ରାହାବ ବିଶ୍ୱାସ କଲେ, ହଁ ହେଇଥିବ, କାରଣ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କର ସଙ୍ଗରେ ଅଛନ୍ତି। ଯଦି ସବୁ ବିଷୟ ତାଙ୍କ ପକ୍ଷରେ ସମ୍ଭବ ଅଟେ, ତେଣୁ କରିକି ରାହାବ ସେଇ ଗୁପ୍ତରେ ଯାଇଥିବା ଲୋକମାନଙ୍କୁ ରାହାବ ଲୁଚେଇକି ରଖିଲେ, ଠିକ ଭାବରେ ବିଦାୟ କରିଲେ। ଗୋଟିଏ କଥା କହିଲେ, ଆପଣମାନେ ଯେତେବେଳେ ନଗରକୁ ଧ୍ୱଂସ କରିବା ପାଇଁ ଆସିବେ, ମତେ ମୋ ପରିବାରକୁ ରକ୍ଷା କରିବେ। ସେଇ ପ୍ରକାର ହିଁ ହେଲା। ରାହାବଙ୍କର ବିଶ୍ୱାସ ଜୀବନ ହେତୁ ତାଙ୍କ ପରିବାର ବଞ୍ଚିଲେ, ତାଙ୍କ ପରିବାର ରକ୍ଷା ପାଇଲେ। ଏବଂ ଏବ୍ରି ପୁସ୍ତକରେ ମାନେ ଯେଉଁ ବିଶ୍ୱାସର ଆଦି ପିତା ଆଦି ମାତାଙ୍କ ଲିଷ୍ଟରେ ତାଙ୍କ ନାଁ ଅଛି। ଚିନ୍ତା କରନ୍ତୁ, ଗୋଟିଏ ବେଶ୍ୟାବୃତ୍ତି କରୁଥିବା ବ୍ୟକ୍ତିଙ୍କର ବିଶ୍ୱାସର ଲିଷ୍ଟରେ ତା ନାଁ ଅଛି। କେତେ ସୁନ୍ଦର ବିଷୟ! କୋଉ ସ୍ତରରୁ କୋଉ ସ୍ତରକୁ ତାର ଜୀବନ ଯାଉଛି ଆପଣ ଚିନ୍ତା କରନ୍ତୁ। ମୋର ବିଶ୍ୱାସ ଜୀବନକୁ କି ପ୍ରକାର ଭାବରେ ମୁଁ ଯେତେବେଳେ ଦୈନନ୍ଦିନ ଜୀବନରେ ମୁଁ ଚିନ୍ତା କରେ, ମୋ ବିଶ୍ୱାସ ମୋର ଆତ୍ମିକ ଜୀବନ ବଢୁଛି ତ, ঊର୍ଦ୍ଧ୍ୱକୁ ଉଠୁଛି ତ। ଏଇ ରାହାବ ଜଣେ ବେଶ୍ୟାବୃତ୍ତି କରୁଥିବା ସ୍ତ୍ରୀ ଲୋକ, ବିଶ୍ୱାସର ଆଦି ପିତା ଆଦି ମାତା ମାନଙ୍କର ଲିଷ୍ଟରେ ତାଙ୍କ ନାଁ ରହିଗଲା। ଗ୍ରେଷ୍ଟ! ମୁଁ ତ ଚିନ୍ତା କରୁଥିଲି କେତେ ବଡ଼ ବିଶ୍ୱାସ ହେଇଥିବ, କେତେ ବଡ଼ ସୁନ୍ଦର ଜୀବନ ହେଇଥିବ। ହୁଏତ ବେଶ୍ୟାବୃତ୍ତି କରୁଥିଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏ ପ୍ରକାର ପରିବର୍ତ୍ତନ ଆସିଲା। ସେ ଏକ ବିଶ୍ୱାସର ଲିଷ୍ଟରେ ରହିଗଲେ, ସେ ଏକ ঊର୍ଦ୍ଧ୍ୱକୁ ଉଠିଗଲେ ବିଶ୍ୱାସରେ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଯେତେବେଳେ ବଢୁଛି, ପ୍ରଭୁ ଯେତେବେଳେ ମୋତେ କ୍ଷମା ଦେଉଛନ୍ତି, ରୋଗକୁ ସୁସ୍ଥ କରୁଛନ୍ତି, ବିନାଶରୁ ଜୀବନ ମୁକ୍ତ କରୁଛନ୍ତି, ସ୍ନେହପୂର୍ଣ୍ଣ ଦୟାରୂପ ମୁକୁଟରେ ଭୂଷିତ କରୁଛନ୍ତି, ଉତ୍ତମ ଉତ୍ତମ ବସ୍ତୁରେ ପରିତୃପ୍ତ କରୁଛନ୍ତି, ତ ଆତ୍ମିକ ଜୀବନରେ ମୁଁ ବଢୁଛି ତ। ଆମମାନଙ୍କର ପିଲାମାନଙ୍କୁ ଆମମାନେ ବିଭିନ୍ନ ପ୍ରକାର ଖାଦ୍ୟ ଦେଉ, ସେମାନଙ୍କର ଶାରୀରିକ, ମାନସିକ ଏବଂ ଜ୍ଞାନ ବଢିବା ପାଇଁ, ଗ୍ରୋଥ ହେବା ପାଇଁ। ଯେତେବେଳେ ତା ଦେହରେ ଲାଗୁନଥିବ, ଆମେ ଡକ୍ଟରଙ୍କ ପାଖକୁ ନେଇକି ଯାଉ, ଆଜ୍ଞା ଏତେ କେତେ ସବୁ ଖାଉଛି, କିନ୍ତୁ ତାର ଦେହରେ ଗ୍ରୋଥ କରୁନି, ତା ଦେହରେ ଲାଗୁନି କ'ଣ ପାଇଁ, ବଢୁନି କ'ଣ ପାଇଁ? ଆମେ ଶାରୀରିକ ପାଇଁ ଅନେକ ଚିନ୍ତା କରୁଛୁ, କିନ୍ତୁ ଆମର ଆତ୍ମିକ ଜୀବନ ନିମନ୍ତେ ମୁଁ ବଢୁଛି କି ନାଇଁ କି ମୁଁ କି ପ୍ରକାର ଚିନ୍ତା କରୁଛି। ଚତୁର୍ଥ ବିଷୟ 29 ପଦ ଆଇବ, 39-29 ପଦ ଦେଖନ୍ତୁ ମୋ ସହିତ। ସେଠାରୁ ସେ ଶିକାର ନିରୀକ୍ଷଣ କରେ ଓ ତାହାର ଚକ୍ଷୁ ଦୂରରୁ ତାହା ଦେଖେ। ସେ କ'ଣ କରେ? ଉତ୍କୃଷ୍ଟ ପକ୍ଷୀ ଦୂରକୁ ଦେଖେ, ତାର ଲକ୍ଷ୍ୟ ଦୂରଦୃଷ୍ଟି ଅଟେ। ସେ ପାଖ ଜାଗାକୁ ଦେଖେ ନାହିଁ, ତାର ଲକ୍ଷ୍ୟ ଦୂରରୁ ଦେଖେ। ଏବ୍ରି ପୁସ୍ତକରେ ଲେଖା ହେଇଛି ସେଇ ଆଦି ବିଶ୍ୱାସର ଆଦି ପିତା ମାନଙ୍କର ବିଷୟରେ 11:8-13, ସେମାନେ ଦେଖୁଛନ୍ତି କିନାନ ଦେଶକୁ ପ୍ରବେଶ କରିପାରୁନାହାନ୍ତି, କିନ୍ତୁ ସେମାନେ କ'ଣ କରୁଛନ୍ତି? ଦୂରରୁ କିନାନ ଦେଶକୁ ଦେଖୁଛନ୍ତି ଏବଂ ହାତ ହଲେଇକି ସ୍ୱାଗତ କରୁଛନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦୂରରୁ ଗୋଟେ ଖ୍ରୀଷ୍ଟୀୟ ଜୀବନ, ଖ୍ରୀଷ୍ଟଙ୍କର ସ୍ୱର୍ଗୀୟ ବିଷୟକୁ ଦେଖିବା ଦରକାର। ତାର ଦୂର ଚିନ୍ତା ହେବା ଦରକାର, ଦୂରଦୃଷ୍ଟି ହେବା ଦରକାର। ପାଖ ବିଷୟ ନୁହଁ, ତାର ଦୂରକୁ ଚିନ୍ତା କରୁଥିବା ବ୍ୟକ୍ତି ହେବା ଦରକାର। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ନୋହ ଏବ୍ରିରେ ଲେଖା ହେଇଛି ଏବଂ ଆଦି ପୁସ୍ତକରେ ଲେଖା ହେଇଛି। ନୋହ କ'ଣ କଲେ? ନିଜର ପରିବାରର ସୁରକ୍ଷା ପାଇଁ ବିଶ୍ୱାସରେ ଦୂରକୁ ଦେଖି ଦେଇଥିଲେ। ସେ ଦିନେ ନହେଲେ ଦିନେ ପ୍ରଭୁ କ'ଣ କରିବେ? ଜଳପ୍ଲାବନ
କରିବେ। ବର୍ଷ ବର୍ଷ ବିତି ଯାଉଛି, କିଛି ହଉନାହିଁ। ଜାହାଜ ତିଆରି ନିର୍ମାଣ କରୁଛି ଲୋକମାନେ ପରିହାସ କରୁଥିବେ, ଲୋକମାନେ ଟାହୁଲି ଟାପରା କରୁଥିବେ, କିନ୍ତୁ ସେ ଦୂରକୁ ଦେଖୁଛି ଦିନେ ପ୍ରଭୁ ପ୍ରତିଜ୍ଞା କରିଛନ୍ତି ମାନେ ବର୍ଷା ହବ। ତା ପରିବାରର ସୁରକ୍ଷା ପାଇଁ, ତାର ନିଜର ସୁରକ୍ଷା ପାଇଁ ଜାହାଜକୁ ତିଆରି କରିଦେଲେ। ଦୂରକୁ ବିଶ୍ୱାସରେ ଦେଖିକି ସେ କାର୍ଯ୍ୟ କଲେ। ଆଜି ଆମମାନଙ୍କ ପାଇଁ ଏଠି କଷ୍ଟ ଅଛି, ଜଗତରେ ତାଣନା ଅଛି, କଷ୍ଟ ଅଛି, ଅଭାବ ଅଛି, ଦୁଃଖ ଅଛି, ରୋଗ ଅଛି। ଦିନେ କିନ୍ତୁ ଆମେ ପ୍ରଭୁଙ୍କ ସହିତ ଭେଟ କରିବା, ଦିନେ ଆମେ ପ୍ରଭୁଙ୍କର ସେ ଗୃହରେ ରହିବା, ଦିନେ ଆମ ପାଇଁ ପ୍ରସ୍ତୁତ ହେଇଥିବା ସେଇ ଗୃହରେ ରହିବା। ଏକ ଦୂରଦୃଷ୍ଟି ହେବା ଦରକାର ଖ୍ରୀଷ୍ଟୀୟ ଜୀବନ। ସେଥିପାଇଁ ପ୍ରଭୁ କହିଲେ ଜଗତରେ ତୁମମାନଙ୍କ ପାଇଁ ତାଡ଼ନା ଅଛି, କିନ୍ତୁ ଧୈର୍ଯ୍ୟ ଧର, ମୁଁ ଜଗତକୁ ଜୟ କରିଅଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମାଥ୍ୟୁ ପୁସ୍ତକରେ ଲେଖାଯାଏ ସୁବୁଧି କନ୍ୟା ମାନେ ସେମାନେ ଦୂରଦୃଷ୍ଟି କଲେ, ନା ଏ ତୈଳ ସରିଗଲେ ଆଉ ଟିକେ ମୁଁ ଧରି ଦେଇଛି ଏକ୍ସଟ୍ରା, କାଳେ ସରିଯିବ, କାଳେ ପ୍ରଭୁଙ୍କର ଆସିବାର ଆଗମନ ବିଳମ୍ବ ହବ, ତ ମୁଁ ଏଇ ତୈଳକୁ ଆଉ ଥରେ ଲଗେଇକି ମୋର ଦୀପକୁ ଜାଳ ରଖିବି। ନିର୍ବୁଦ୍ଧି ମାନେ ଦୂରଦୃଷ୍ଟି କରିପାରିଲେ ନାହିଁ। ଅବ୍ରାହମ ଯେତେବେଳେ ନିଜର ପୁତ୍ରଙ୍କୁ ବଧ କରିବା ପାଇଁ ଯାଉଛନ୍ତି, ଦୂରରୁ ମୋରିଆ ପର୍ବତକୁ ଦେଖୁଛନ୍ତି, ସଦା ପ୍ରଭୁ ଯୋଗେଇବେ କହୁଛନ୍ତି ପୁତ୍ରଙ୍କୁ। ସେ ନିଜର ଦୁଇ ଜଣଙ୍କର କଥାବାର୍ତ୍ତା ବହୁତ ସୁନ୍ଦର। ଚାଲି ଚାଲି 3 ଦିନର ରାସ୍ତା ଯେତେବେଳେ ପ୍ରଭୁ ପରୀକ୍ଷା କରୁଛନ୍ତି ଅବ୍ରାହମକୁ, ଗୋଟିଏ ଦିନର ପରୀକ୍ଷା ନୁହଁ। ଚିନ୍ତା କରନ୍ତୁ, ଯେତେବେଳେ ଆପଣ ପଢିବେ, ଗୋଟିଏ ଦିନର ରାସ୍ତା ନୁହଁ, 3 ଦିନର ରାସ୍ତା। ସକାଳୁ ଉଠିଲେ ଗଧ ସଜାଡୁଛନ୍ତି, ଦାସ ମାନଙ୍କୁ ସଜାଡୁଛନ୍ତି, ଏବଂ ଇସାକକୁ ଧରୁଛନ୍ତି, ଚାଲୁଛନ୍ତି ରାସ୍ତାରେ। ଅବ୍ରାହମ ଭାବୁଥିବେ ପ୍ରଭୁ ଗୋଟିଏ ଦିନ ଚାଲିଲି, କଣ ତୁମ ଡିସିସନ ଟିକେ ଚେଞ୍ଜ କରିଦେବେନି କି? ନା, ପ୍ରଭୁ ଯୋଉ ଡିସିସନରେ ସେ ଡିସିସନରେ ଅଛନ୍ତି। ଗୋଟିଏ ଦିନ ଚାଲିଲେ, ଆଉ ଗୋଟିଏ ଦିନ ଚାଲିଲେ, ପ୍ରଭୁ ମୁଁ ଚାଲୁଛି, ପ୍ରଭୁ କିନ୍ତୁ ନୀରବ। ସେଇ ବେଳକୁ ଇସାକ ପଚାରୁଛନ୍ତି, ପିତା ସବୁ ବିଷୟ ତ ଆମେ ଧରିଛୁ, କିନ୍ତୁ ବଳି ଉତ୍ସର୍ଗ କରିବା ପାଇଁ ମେଷ ଛୁଆଟି କାହିଁ? ଅବ୍ରାହମଙ୍କର ଉତ୍ତର ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ଏତେ ଘଡ଼ି ସନ୍ଧି ମୁହୂର୍ତ୍ତରେ ଶାରୀରିକ ମାନସିକ ଟେନସନ ଥିବ, ସେ ମଧ୍ୟ ନିଜର ପୁଅକୁ ବିରକ୍ତ ହଉନାହାନ୍ତି। କହୁଛନ୍ତି ପୁତ୍ର ସଦା ପ୍ରଭୁ ଯୋଗେଇବେ, ପୁତ୍ର ସଦା ପ୍ରଭୁ ଯୋଗେଇବେ। ଆପଣମାନେ ନିଜର ପିଲାମାନଙ୍କୁ, ନିଜର ସ୍ତ୍ରୀଙ୍କୁ, ନିଜର ସ୍ୱାମୀଙ୍କୁ, ନିଜର ସମସ୍ତ ଲୋକମାନଙ୍କୁ କୁହନ୍ତୁ ସଦା ପ୍ରଭୁ ଯୋଗେଇବେ। ଆଜି ଭୋକରେ ଅଛୁ, କାଲିକି ପ୍ରଭୁ ଯୋଗେଇବେ। ଆଜି ଦୁଃଖରେ ଅଛୁ, ଆମମାନଙ୍କର ଦୁଃଖ ଦିନେ ସୁଖରେ ପରିବର୍ତ୍ତନ ହବ। ଆମମାନେ ରୋଗରେ ଅଛୁ, ଦିନେ ସାହା ସୁସ୍ଥରେ ପରିଣତ ହବ। ଆମମାନେ କଷ୍ଟରେ ଅଛୁ, ସେ କଷ୍ଟ ଦିନେ ଆନନ୍ଦରେ ପରିଣତ ହବ। ସେଥିପାଇଁ ଆୟୋବ କହୁଛନ୍ତି, ମୁଁ ଦିନେ ମୋର ପରମେଶ୍ୱରଙ୍କୁ ମୁଁ କଣ କରିବି? ଦେଖିବି। ଦିନେ ମୋର ପରମେଶ୍ୱରଙ୍କୁ ମୁଁ ମାଂସ ବିହୀନ ହେଇକି ମଧ୍ୟ ମୋହର ଚକ୍ଷୁ ମୋର ପ୍ରଭୁଙ୍କୁ ଦେଖା କରିବ, ମୋହର ଚକ୍ଷୁ ମୋର ମୁକ୍ତିଦାତାଙ୍କୁ ଦର୍ଶନ କରିବ। ଏକ ଦୂରଦୃଷ୍ଟି ଥିଲା। ସେଥିପାଇଁ ଅବ୍ରାହମ ପାଇଲେ, ସେଥିପାଇଁ ନୋହ ସୁରକ୍ଷା ପାଇଲେ, ସେଥିପାଇଁ ଆୟୋବ 2 ଗୁଣ ଆଶୀର୍ବାଦ ପାଇଲେ। କାହିଁକି ନା ଦୂରଦୃଷ୍ଟି ଥିଲା। ଆୟୋବଙ୍କ ଜୀବନରେ କଷ୍ଟ ଯନ୍ତ୍ରଣା ସମସ୍ତେ ଛାଡି ଚାଲିଗଲେ, ବିଭିନ୍ନ ପ୍ରକାର ସବୁ ନଷ୍ଟ ହେଇଗଲା। ଦୂର ଚିନ୍ତା ଥିଲା ଯେ ପ୍ରଭୁକୁ ମୁଁ କେବେ ଛାଡ଼ିବି ନାହିଁ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେଥିପାଇଁ ପ୍ରଭୁ କହିଲେ ଯେ ସଦା ପ୍ରଭୁ ଆଜି କାଲି ଏବଂ ଚିରକାଳ ସମାନ ଅଟନ୍ତି। ଆପଣମାନଙ୍କ ସଙ୍ଗରେ ସେ ଅଛନ୍ତି, ସେ କେବେ ଆପଣଙ୍କୁ ଛାଡ଼ିବେ ନାହିଁ। ଆପଣଙ୍କ ସଙ୍ଗରେ ସେ ଅଛନ୍ତି। ଆପଣଙ୍କର କଷ୍ଟକୁ ଆପଣଙ୍କର କଷ୍ଟକୁ ପ୍ରଭୁ ଆନନ୍ଦରେ ପରିଣତ କରିଦେବେ। ଆପଣ ଦୂରକୁ ଦେଖନ୍ତୁ। ସେଥିପାଇଁ ଦାଉଦ ଗୋଟେ ଗୀତ ସହିତ 23 ଅଧ୍ୟାୟରେ, ନା ଶେଷ ପଦ କାହାର ମନେ ଅଛି? ଯଦି କାହାର ମନେ ଅଛି, ସେ ଗୀତ ସହିତ 23 ଅଧ୍ୟାୟର ଶେଷ ପଦ କାହାର ମନେ ଅଛି କୁହନ୍ତୁ। ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି। ପୁଣି ମୁଁ ସର୍ବଦା ସଦାପ୍ରଭୁଙ୍କ ଗୃହରେ ବାସ କରିବି। ଧନ୍ୟବାଦ। ସେ କହୁଛନ୍ତି ମୁଁ ସର୍ବଦା ସଦା ପ୍ରଭୁଙ୍କ ଗୃହରେ ବାସ କରିବି। ଏକ ଦୂରଚିନ୍ତା, ଦୂରଦୃଷ୍ଟି। ତାଙ୍କ ପାଖରେ ସବୁ ବିଷୟକୁ ସେ କହିଲେ, ପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହବ ନାହିଁ। ଅନେକ ବିଷୟ ଅଛି, ତାର କେତେବେଳେ ଷ୍ଟଡି ମାଧ୍ୟମ କଲେ ମୁଁ କହିବି। କିନ୍ତୁ ସେ କହୁଛନ୍ତି ଗୋଟିଏ କଥା,
पुणी मु सर्वदा सदा प्रभु गृह रे वास करी मो सम्मुख एक दूर रे गोटे स्थान प्रभु रखिछंती मो पाए एक दूर रे मो पाए गोटे गृह निर्माण करछंती मु तांको सहित वास करी सर्वदा आज नुह 2 दिन पाए नुह 3 दिन पाए नुह सर्वदा मु प्रभु सहित वास करी ख्रीष्ट जीवन एक दूरदृष्टि हवा जीवन अटे मोर प्रिय प्रभु लोक माने इस्राएल लोक माने दूरदृष्टि करि पारले नाही से माने रास्ता रे चालुछंती मूसा को कहउछंती विरक्त हो जाउछंती अभियोग करूछंती हमकु खाइबा दियो पीबा दियो किणान को प्रवेश करबा पूर्वरु अनेक लोकंकर जीवन कोन हे गला नष्ट हे गला अनेक लोक किणान रो अधिकारी हे पारले नाही मोर प्रिय प्रभुंक लोक माने आमानकर दूरदृष्टि हवा दरकार जेते बेले लोटंकु तांको परिवार को प्रभु बाहर करूछंती लोट दूरदृष्टि करि पाले नाही पछ को नै देले लवण स्तंभ होई गला सेति पाई प्रभु कहउछंती बाइबल रे जे कि लंगल रे हाथ दे पछ को अनेब से ईश्वरक राज्य रो योग्य होई पारिबो आमानकर सब विषय आमाने आमानकर सब विषय प्रभुंकर गौरव निमंते तांकु दूररु देखिबा दरकार शेष विषय कहि कि मु समाप्त करबी समय भी हलानी जने पढंतु यात्रा पुस्तक तार 19 अध्याय रो 4 पद यात्रा पुस्तक 19 अध्याय रो 4 पद आम्भे मिसिय मानक प्रति जहा कलु और तुम्भ मान को की रूपे उत्कर्ष पक्षीर पक्षरे बही आपना निकट को आनिलु ताहा तुम्भे माने देखि अछ आमेन उत्कृष्ट पक्षी शेष रे से कोन करे जे उत्कृष्ट पक्षी कोन करे पक्षरे पक्षरे बही माने से प्रथम रे शैल रे वास करे से कोन करे शैल रे वास करे शिकार को निरीक्षण करे ऊपर को उठे एवं से कोन करे दूर को देखे एवं से कोन करे तार पक्षरे नै कि आसे पक्ष उत्कृष्ट पक्षी की प्रकार पक्षरे बोही की आने से प्रकार प्रभु बोही की आने लोक मान तो उत्कृष्ट पक्षी से पक्षरे दुटा डेणा रे से कोन करे बोही की नै कि पळे आसे एते तार मोर प्रिय प्रभु को लोक माने कर्नेलियन को परिवार से माने कोन करूथिले आउ जेते बेले कर्नेलिय आउ निजर गृह को बोही की आनिले ईश्वरंकर निर्भर करी प्रार्थना करी दान देई प्रभु को भयभक्ति करी से कौन कले निजर परिवार रो आशीर्वाद रो कारण हे पारिले आमर पक्ष प्रभु आमन को देइछंती होय तो प्रार्थना रो पक्ष दान देवार पक्ष प्रभु को भय करिवार पक्ष प्रभु को सहित चलीबार पक्ष एवं प्रभु को सेवा कार्य पाई प्रार्थना दान देवार पक्ष आमन को हस्तर देइछंती आमे ताहाकु बही कि नै आमन को पाई ताहा आशीर्वाद रो कारण चारि जण लोक बही कि नै कि पळे आस्तले यीशु को पाखु मार्को पुस्तक रे लिखा जाए जे रोगी को लोक माने कोन करथले बही कि नै कि पळे आस्तले आमनकर जीवन अनेक लोकन को प्रभु को पाखु को आनिबार जीवन अटे आमनकर कार्य आमनकर कथावार्ता आमनकर चिंता आमनकर चालीचलन आचार व्यवहार अन्य माने प्रभु को निकट को आनिबे अन्य माने प्रभु को निकट को आसीबे प्रथम ख्रीष्टाब्द मंडली रे लोक माने घरे घरे रुटी भांगुथिले प्रेम रे आनंद रे एक मन रे एक चित्त रे मंदिर रे घरे घरे से माने समबद्ध होउथिले जेते बेले प्रिय पात्र होते लोक मानकर एवं मंडली वृद्धि पाउतला प्रभु परित्राण प्राप्त होतिबा लोक मानकु प्रत्येक दिन मंडली सहित संयुक्त कर देतला केवल से मानकर उत्तम जीवन हेतु मोर प्रिय प्रभु को लोक मान आमने जते बेले उत्तम जीवन काटिबा आमे जते बेले आमनकर कार्य रे प्रार्थना रे दान रे सब विषय रे जदी आमनकर पक्ष को स्ट्रांग करिबा प्रभुंकर सेवा कार्य बढ़िबो मंडली बढ़िबो आमनकर आत्मिक जीवन बढ़िबो आमनकर परिवार सुरक्षित एवं आशीर्वाद युक्त हम तो मोर प्रिय प्रभु को लोक मान आमे कौन आज बही की नौछु मु आज कौन बही की नौछि चिंतार विषय मो हाथ रे कौन बही की मु नौछि सेति भाई प्रभु कहले हे परिश्रांत भारग्रस्त लोक समस्त मो निकट को आस मु तुमन को विश्राम देबी
ଖାଲିରେ ଭାର ବହନ କରନ୍ତୁ ନାହିଁ, ଏକ ଆତ୍ମିକ ଭାରକୁ ବହନ କରନ୍ତୁ, ଏକ ଆତ୍ମିକ ଜିନିଷକୁ ଧରିକି ବହନ କରନ୍ତୁ। ତାହେଲେ ପ୍ରଭୁ ଜାଣିବେ ଯେ ମୁଁ ମୋର ପିଲାମାନଙ୍କୁ କ'ଣ କଲି, କ୍ଷମା ଦେଲି, ରୋଗରୁ ସୁସ୍ଥ କଲି, ବିନାଶରୁ ଜୀବନ ମୁକ୍ତ କଲି, ସ୍ନେହପୂର୍ଣ୍ଣ ଦୟାରୂପ ମୁକୁଟରେ ଭୂଷିତ କଲି, ଉତ୍ତମ ଉତ୍ତମ ବସ୍ତୁ ଦେଇ ସେମାନଙ୍କର ମୁଖକୁ ତୃପ୍ତ କଲି, ଉତ୍କୃଷ୍ଟ ପକ୍ଷୀ ପରି ହେବା ପାଇଁ ଏମାନଙ୍କର ଜୀବନ ସେହି ପ୍ରକାର ହେଇଛି। ଏମାନେ ମୋ ସହିତ ବାସ କରୁଛନ୍ତି, ଏମାନେ ମୋର ଖାଦ୍ୟକୁ ନିରୀକ୍ଷଣ କରୁଛନ୍ତି, ଏମାନେ ଆତ୍ମିକରେ ଉପରକୁ ଉଠୁଛନ୍ତି, ଏମାନେ ତାଙ୍କର ରାଜ୍ୟ ପ୍ରଭୁଙ୍କର ରାଜ୍ୟକୁ ଦୂରରୁ ଦେଖୁଛନ୍ତି ଏବଂ କିଛି ବିଷୟକୁ ବହିକି ମୋ ପାଖକୁ ନେଇକି ପଳେଇ ଆସୁଛନ୍ତି। ସେଥିପାଇଁ ପ୍ରଭୁଙ୍କର ଯୋଜନା ଏବଂ ପ୍ରଭୁଙ୍କର କାର୍ଯ୍ୟ ସଫଳ ହେବ। ତେଣୁ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୁଁ ପ୍ରଭୁଙ୍କ ସହିତ ଠିକରେ ଅଛି ତ? ମୁଁ ଉପରକୁ ଉପରକୁ ଆତ୍ମିକରେ ଉଠୁଛି ତ? ମୁଁ ପ୍ରଭୁଙ୍କର ଖାଦ୍ୟକୁ ନିରୀକ୍ଷଣ କରୁଛି ତ? ଏବଂ ମୁଁ କିଛି ବିଷୟକୁ ବହିକି ନେଇକି ପ୍ରଭୁଙ୍କ ନିକଟରେ ପହଞ୍ଚେଇ ଦଉଛି ତ? ଯେତେବେଳେ 4 ଜଣ ଲୋକ ଜଣେ ଲୋକଙ୍କୁ ଯେତେବେଳେ ପ୍ରଭୁଙ୍କ ନିକଟରେ ପହଞ୍ଚେଇ ଦେଲେ, ପ୍ରଭୁ ସେଇ ବ୍ୟକ୍ତିଙ୍କୁ ସୁସ୍ଥ କଲେ, ସେମାନଙ୍କର ଜୀବନ ଧନ୍ୟ ହେଇଗଲା। ଏଲିଆଜର କ'ଣ କଲେ, ନିଜର ଆଉ କାର୍ଯ୍ୟକୁ ସମାପ୍ତ କଲେ, ଆଉ ରିବିକାଙ୍କୁ ଆଣିକି ଇସାକଙ୍କ ପାଖରେ ପହଞ୍ଚେଇ ଦେଲେ। ଆଜି ମଧ୍ୟ ପ୍ରଭୁ ଆମମାନଙ୍କୁ କିଛି କିଛି ବିଷୟ ଦେଇଛନ୍ତି ଆମମାନଙ୍କ ହାତରେ, ଆମେ ପ୍ରଭୁଙ୍କ ନିକଟରେ ପହଞ୍ଚେଇ ଦେବା ଦରକାର। ଆମମାନଙ୍କର ପ୍ରାର୍ଥନାରେ, ଆମମାନଙ୍କର ବାକ୍ୟରେ, ଆମମାନଙ୍କର ଅନ୍ୟକୁ ଉତ୍ସାହିତ କରିବାରେ ହେଉ, ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିବା ହେତୁ ହେଉ, ଅନ୍ୟମାନଙ୍କୁ ଦାନ ଦେବା ହେତୁ ହେଉ, କିମ୍ବା ଅନ୍ୟମାନଙ୍କ ପାଇଁ ଚିନ୍ତା କରିବା ହେତୁ ହେଉ, ଆମେ ଯଦି ପ୍ରଭୁଙ୍କ କାର୍ଯ୍ୟରେ ସାମିଲ ହେଇଯିବା, ଜଣେ ବ୍ୟକ୍ତିଙ୍କୁ ଗୋଟେ କାର୍ଯ୍ୟକୁ ଆମେ ଯଦି 4 ଜଣଙ୍କ ପରେ ଯଦି ବହିକି ପ୍ରଭୁଙ୍କ ନିକଟରେ ପହଞ୍ଚେଇ ଦେବା, ପ୍ରଭୁ ଆମମାନଙ୍କର କାର୍ଯ୍ୟକୁ ସଫଳ କରିବେ। ତେଣୁ ପ୍ରଭୁ ଆମମାନଙ୍କୁ ଏ ବାକ୍ୟ ଦ୍ୱାରା ଆଶୀର୍ବାଦ ଅନୁଗ୍ରହ କରନ୍ତୁ। ଏକ ଉତ୍କୃଷ୍ଟ ପକ୍ଷୀ ପରି ନୂଆ ଜୀବନ, ଉତ୍କୃଷ୍ଟ ପକ୍ଷୀ ସେ କ'ଣ କରେ, ନୂଆ ଜୀବନ ପାଏ। ତାର ଡେଣାର ସମସ୍ତ କ'ଣ କରେ, ତାର ପରକୁ ସେ ସବୁବେଳେ କ'ଣ କରେ, କିଛି ମାସ ପରେ ପରେ ସେ ତାର ପରର ସବୁ ବିଷୟକୁ ସେ ନିଜେ ଝାଡ଼ି ଦିଏ ଏବଂ କ'ଣ କରେ, ଏକ ନୂଆ ପରକୁ ସୃଷ୍ଟି କରେ। ସେଥିପାଇଁ ଉତ୍କୃଷ୍ଟ ପକ୍ଷୀ ପରି ହେବା ପାଇଁ ପ୍ରଭୁ ଆମମାନଙ୍କୁ କହିଛନ୍ତି। ତେଣୁ ପ୍ରଭୁ ଆମମାନଙ୍କୁ ଏ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆମେ କି ପ୍ରକାର ଉତ୍କୃଷ୍ଟ ପକ୍ଷୀର ଗୁଣ ଦେଖିଲୁ, ସେ ପ୍ରକାର ଗୁଣ ଚରିତ୍ର ମୋ ଜୀବନରେ ଅଛି କି? ଯଦି ଅଛି, ଆମେ ପ୍ରଭୁଙ୍କ ସହିତ ଆଗକୁ ବଢ଼ିବା, ଶକ୍ତି ମାଗିବା ପ୍ରଭୁଙ୍କୁ, ପ୍ରଭୁ ମୋତେ ଉତ୍କୃଷ୍ଟ ପକ୍ଷୀ ପରି ହୋଇ ତୁମର ଗୌରବ ନିମନ୍ତେ ବଞ୍ଚିବା ପାଇଁ ଦିଅ। ପ୍ରଭୁ ଏ ବାକ୍ୟ ଦ୍ୱାରା ଆମେ ପ୍ରତ୍ୟେକଙ୍କୁ ଆଶୀର୍ବାଦ ଏବଂ ଅନୁଗ୍ରହ କରନ୍ତୁ। ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ନମସ୍କାର, ଧନ୍ୟବାଦ।